ପୁଣି ଖୋଲିଗଲା ସରକାରୀ କାମର ଅସଲ ଚିତ୍ର। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି, କିନ୍ତୁ ଲୋକଙ୍କୁ ମିଳୁଛି କ'ଣ? ଅଧାପନ୍ତରିଆ କାମ, ବାରମ୍ବାର ମରାମତି, ଆଉ ତଥାପି ଭୁଷୁଡ଼ି ପଡ଼ୁଥିବା ରାସ୍ତା। ଗଡ଼ିଶାଗଦାରୁ କଣାସକୁ ସଂଯୋଗ କରୁଥିବା ଦୟା ନଦୀ ବନ୍ଧ ରାସ୍ତା ଏବେ ଲୋକଙ୍କ ପାଇଁ ଯାତାୟାତର ମାର୍ଗ ନୁହେଁ, ବରଂ ମୃତ୍ୟୁର ଫାନ୍ଦ ସାଜିଛି। ପାଞ୍ଚ ଥର ଦବିଲାଣି, ପାଞ୍ଚ ଥର ଭୁଷୁଡ଼ିଲାଣି, ତଥାପି ସ୍ଥାୟୀ ସମାଧାନ ନାହିଁ। ପ୍ରଶ୍ନ ଉଠୁଛି, କାହାର ଅବହେଳା, କାହାର ଦାୟିତ୍ୱହୀନତା, ଆଉ କାହା ପାଇଁ ଏହି ଲୋକଙ୍କ ଜୀବନ ସହ ଖେଳ? ଏହି ଦୃଶ୍ୟ ହେଉଛି ଗଡ଼ିଶାଗଦା କଣାସକୁ ସଂଯୋଗ କରୁଥିବା ଦୟା ନଦୀ ବନ୍ଧର ରାସ୍ତାର। ଦେଖିବାକୁ ରାସ୍ତା, କିନ୍ତୁ ବାସ୍ତବରେ ଏହା ଏବେ ଭୟ ଓ ବିପଦର ପଥ। ରାସ୍ତା କାମ ଅଧାପନ୍ତରିଆ, କି ଦୁଇଥର ନୁହେଁ, ପାଞ୍ଚ ଥର ଏହି ରାସ୍ତା ଦବିଛି ଓ ଭୁଷୁଡ଼ିଛି। ଯେଉଁ ରାସ୍ତା ଦେଇ ହଜାର ହଜାର ଲୋକ ଯାତାୟାତ କରନ୍ତି, ସେହି ରାସ୍ତା ଏବେ ଲୋକଙ୍କୁ ଡରାଉଛି। ଏହି ରାସ୍ତା ଉପରେ ନିର୍ଭର କରୁଛନ୍ତି ଗଡ଼ିଶାଗଦା, ଜମଳଗଦା, ଆଳିବାର ଓ ଗୋପୀନାଥପୁର 4ଟି ପଞ୍ଚାୟତର ଶତାଧିକ ଲୋକ। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ବାରମ୍ବାର ମରାମତି ହେଉଛି, ତଥାପି କାହିଁକି ଭୁଷୁଡ଼ିଛି ରାସ୍ତା? ଏହା କି କେବଳ ପ୍ରାକୃତିକ ସମସ୍ୟା, ନା ଏହା ପଛରେ ରହିଛି ଅଧାପନ୍ତରିଆ କାମ, ନିମ୍ନମାନର ନିର୍ମାଣ ଓ ବିଭାଗୀୟ ଅବହେଳା? ଲୋକଙ୍କ ଅଭିଯୋଗ, ପ୍ରତିଥର ଅସ୍ଥାୟୀ ମରାମତି ହେଉଛି, କିନ୍ତୁ ସ୍ଥାୟୀ ସମାଧାନ ହେଉନାହିଁ। ଅର୍ଥାତ୍ ଲୋକଙ୍କ ସୁରକ୍ଷା ନୁହେଁ, କେବଳ ଫାଇଲ ଚାଷ ହେଉଛି, ଖର୍ଚ୍ଚ ବଢ଼ୁଛି, ଆଉ ରାସ୍ତା ଭୁଷୁଡ଼ୁଛି। ଗଡ଼ିଶାଗଦା କଣାସ ଦୟା ନଦୀ ବନ୍ଧ ରାସ୍ତାର ଏହି ଚିତ୍ର କେବଳ ଏହି ରାସ୍ତାର ଦୁରବସ୍ଥା ନୁହେଁ, ଏହା ହେଉଛି ସରକାରୀ କାମର ଅସଫଳତାର ଜୀବନ୍ତ ଉଦାହରଣ। 5 ଥର ଭୁଷୁଡ଼ିଲା ପରେ ଯଦି ପ୍ରଶାସନ ଚେତୁ ନାହିଁ, ତେବେ କେବେ ଚେତିବ? ବଡ଼ ଦୁର୍ଘଟଣା ପରେ ଏହି ପ୍ରଶ୍ନ ଏବେ 4ଟି ପଞ୍ଚାୟତର ଲୋକଙ୍କ ମନରେ। ବ୍ୟୁରୋ ରିପୋର୍ଟ, ଦ ରୁରାଲ ନ୍ୟୁଜ୍ ଓଡ଼ିଆ।